15 ବର୍ଷର ବାଳକ ଜଜ୍ଙ୍କ ସମ୍ମୁଖରେ କହିଲା, ମୋ ନାଁ ଆଜାଦ। ମୋର ପିତାଙ୍କ ନାମ ସ୍ୱତନ୍ତ୍ରତା। ମୋର ଘର ଜେଲ୍। ଏହିପରି ଉତ୍ତରରେ ଉତ୍କ୍ଷିପ୍ତ ହୋଇ ଗର୍ଜି ଉଠିଲେ ଜଜ୍ ଏବଂ କହିଲେ, 15 ଥର ଚାବୁକ ପ୍ରହାର କରାଯାଉ ଏହି ବାଳକ ଉପରେ। ସେବେଠାରୁ ଏହି ବାଳକର ନାମ ଆଜାଦ ହେଲା। ଇଏ ହେଉଛନ୍ତି ସେହି ମହାନ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦ। ଇଂରେଜମାନଙ୍କ ବିରୁଦ୍ଧରେ ଚନ୍ଦ୍ରଶେଖର ଏବଂ ତାଙ୍କର ସାଥୀ ସୁଖଦେବ ପାର୍କରେ ବସି ଯୋଜନା କରୁଥିଲେ। ଏକଥା ଇଂରେଜମାନେ ଆଗରୁ ଜାଣିପାରିଥିଲେ। ତେଣୁ ସିଂହକୁ କାବୁ କରିବା ପାଇଁ ଶହ ଶହ ଇଂରେଜ ପୋଲିସ ଏକା ସାଥିରେ ତାଙ୍କ ଉପରକୁ ଆକ୍ରମଣ କଲେ। ଚନ୍ଦ୍ରଶେଖର ନିଜ ସାଥୀମାନଙ୍କୁ ସେଠାରୁ ଲୁଚାଇ ବାହାରକୁ ପଠାଇଦେଲେ ଏବଂ ନିଜେ ଇଂରେଜମାନଙ୍କର ସାମ୍ନା କଲେ। ଏହି ଯୁଦ୍ଧରେ ପୋଲିସର ଗୋଳିରେ ଆଜାଦ ବହୁତ ଆଘାତ ପାଇଲେ। ତଥାପି 20 ମିନିଟ ସେମାନଙ୍କ ସହିତ ଲଢ଼ିଥିଲେ। ବ୍ରିଟିଶ ସରକାର କେବେ ମୋତେ ଧରିପାରିବ ନାହିଁ କି ଫାଶୀ ଦେଇପାରିବ ନାହିଁ, ଏହି ଶପଥକୁ ପୂରା କରିବା ପାଇଁ ନିଜ ପିସ୍ତଲର ଶେଷ ଗୁଳିରେ ନିଜକୁ ସମାପ୍ତ କରି ମାତୃଭୂମି ପାଇଁ ନିଜର ପ୍ରାଣର ଆହୁତି ଦେଇଥିଲେ ସେହି ମହାନ ସ୍ୱାଧୀନତା ସଂଗ୍ରାମୀ। ଜୟ ହିନ୍ଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।